ରାମ ନାରାୟଣ ରାମ ମନ୍ତ୍ର ରୂପେ ଏମିତି ଏକ ବସ୍ତୁ ଦାନ କରୁଛି ଯାହାକୁ ପୁଣି ପୁଣି କହିବାର ଆବଶ୍ୟକତା ନାହିଁ। ଏହା ଏମିତି ଏକ ବସ୍ତୁ ଯାହା ମନର ଭିତରକୁ ପ୍ରବେଶ କରି ନିଜ କାମ କରି କେବେ କ'ଣ କରିବା ଦରକାର, କାହାକୁ ତ୍ୟାଗ କରିବା ଦରକାର, ଏହା ସମୟ ଅନୁଯାୟୀ ଆପେ ଆପେ ଘଟିଯିବ। ବ୍ରହ୍ମଚର୍ଯ୍ୟ, ପ୍ରାଣାୟାମ, କୁମ୍ଭକ ଯାହାର ଯେତେ ପ୍ରୟୋଜନ ସେତେ ଆପେ ଆପେ ହେବ। ଏହା ପାଇଁ ଅଲଗା କୌଣସି ନିର୍ଦ୍ଦେଶ ଦେବାକୁ ହେବ ନାହିଁ। ପ୍ରାଣାୟାମ ଏବଂ କୁମ୍ଭକର ଅନେକ ନିୟମ ଅଛି। ଯେତେ ନିୟମ ଅଛି ତେ ଭୁଲ ହେବାର ସମ୍ଭାବନା ମଧ୍ୟ ଅଧିକ, କିନ୍ତୁ ଏହି ମନ୍ତ୍ର ଜପ କଲେ ସବୁ ନିୟମ ଆପେ ଆପେ ପାଳନ ହେବ। ଏହି ମନ୍ତ୍ର ମଧ୍ୟରେ ପ୍ରାଣାୟାମ, କୁମ୍ଭକ ସବୁ ଅନ୍ତର୍ଭୁକ୍ତ ଅଛି। ଅଲଗା କିଛି କରିବାର ଆବଶ୍ୟକତା ନାହିଁ। ନିୟମ ନିର୍ଦ୍ଦିଷ୍ଟ କରିଲେ କାମ କରିବା ସହଜ ହୋଇଯାଏ। ଯେପରି ପ୍ରତିଦିନ ସକାଳେ ଉଠି 15 ମିନିଟ୍ ମନ୍ତ୍ର ଜପ କଲେ ଏହା ଏକ ନିୟମିତ ଅଭ୍ୟାସ ହୋଇଯାଏ। ଏହା ଗୋଟିଏ ଘୋଡ଼ାଙ୍କ ଆଖିରେ ପର୍ଦ୍ଦା ପିନ୍ଧାଇବା ସଦୃଶ। ଯଦି ଏହି ପର୍ଦ୍ଦା ନଥାଏ ତେବେ ସେ ଗାଡ଼ି ଦେଖି କୁଦି ଯାଇପାରେ। ତାପରି ସେଠି ଗୋଟିଏ ନିୟମିତ ଚଳନ ପାଇଁ ଏହି ବ୍ୟବସ୍ଥା ଅଛି। ଏହି ମନ୍ତ୍ର ଆମକୁ ଏକ ନିୟମିତ ମାର୍ଗରେ ଚଳିବାର ପ୍ରେରଣା ଦିଏ ଏବଂ ଜୀବନ ଉଚ୍ଚ ଦିଗକୁ ନେଇଯାଏ।